जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍‌କୁ ସ୍ୱାଗତ। ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବା କି +3 ଥାର୍ଡ଼ ସେମିଷ୍ଟର ପଲିଟିକାଲ୍ ସାଇନ୍ସ ଅନର୍ସର ମେଜର 6 ପେପର୍। ତ ମେଜର 6 ପେପର୍ ଆଜି ଆମେ ୟୁନିଟ୍ 3ର 1 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକୁ କରିବା। ତ ପୂର୍ବରୁ ପିଲାମାନେ ଆମେ ୟୁନିଟ୍ 1 ଏବଂ ୟୁନିଟ୍ 2ର 1 ମାର୍କ 2 ମାର୍କ 5 ମାର୍କ ସାରି ଦେଇଛେ। ତ ଆଜି ଆମେ ୟୁନିଟ୍ 3 ଦେଖିବା 1 ମାର୍କ। ତ ଦେନ୍ ସେଭଳି ଭାବରେ 2 ମାର୍କ 5 ମାର୍କ ଦେଖିବା। ତାପରେ ୟୁନିଟ୍ 4 1 2 5 ଦେଖିକି ଆମେ ମାନେ 8 ନମ୍ବର ବିଶିଷ୍ଟ ପ୍ରଶ୍ନ ଆଡ଼କୁ ଯିବା। ତ ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍‌ଟାକୁ ଷ୍ଟାର୍ଟ କରିବା। ତ ଦେଖ ପିଲାମାନେ ଆମର ୟୁନିଟ୍ 3 କ'ଣ ରହିଛି ମୁଁ ଟିକେ ସିଲାବସ୍ଟା ଦେଖିଦେଉଛି ନା ବିଂଶ ଶତାବ୍ଦୀର ଅନ୍ତର୍ଦେଶୀୟ ଇତିହାସ 1 ହେଲା। ଏଇଟା ରହିଛି ଆମର ୟୁନିଟ୍ 3ରେ। ତ ଦେଖିବା। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ରହିଛି ଦେଖିବା ପିଲାମାନେ, ପ୍ରଥମ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ଏବଂ କେବେ ସମାପ୍ତ ହୋଇଥିଲା ଦେଖିବା। ତ ସମସ୍ତେ ଜାଣିଛ ପିଲାମାନେ 1914ରୁ ଆରମ୍ଭ ହୋଇ 1919 ପର୍ଯ୍ୟନ୍ତ ଚାଲିଥିଲା ପ୍ରଥମ ବିଶ୍ୱଯୁଦ୍ଧ ହେଲା। ମନେ ରଖ ପିଲାମାନେ। ତ ଦେଖିବା ପ୍ରଥମ ବିଶ୍ୱଯୁଦ୍ଧ ଘୋଷଣାର ପ୍ରତ୍ୟକ୍ଷ କାରଣଟି କ'ଣ କ'ଣ ପାଇଁ ପ୍ରଥମ ବିଶ୍ୱଯୁଦ୍ଧ ଘୋଷଣା ଯାଇଥିଲା? ଏ ଦେଲା ବାଣିଜ୍ୟ ପ୍ରତିଯୋଗିତା, ବି ଦେଲା ଉପନିବେଶ ବୃଦ୍ଧି ପାଇଁ ପ୍ରତିଯୋଗିତା, ସି ଦେଲା ସାମରିକ ପ୍ରତିଯୋଗିତା, ଡି ଦେଲା ଅଷ୍ଟ୍ରିଆ ରାଜକୁମାର ଏବଂ ରାଣୀଙ୍କୁ ହତ୍ୟା। ତ ତାର ଆନ୍ସର ହେଉଛି ପିଲାମାନେ ଡି। ତ ଅଷ୍ଟ୍ରିଆ ରାଜକୁମାର ଏବଂ ତାଙ୍କ ରାଣୀଙ୍କୁ ଯେତେବେଳେ ହତ୍ୟା କରାଗଲା ସେଇଟା ଗୋଟେ ବହୁତ ମୁଖ୍ୟ କାରଣ ପାଲଟିଗଲା କ'ଣ ପ୍ରଥମ ବିଶ୍ୱଯୁଦ୍ଧ ଘୋଷଣାର ହେଲା। ଅଷ୍ଟ୍ରିଆର ରାଜକୁମାର ଏବଂ ରାଣୀଙ୍କୁ ଯେତେବେଳେ ହତ୍ୟା କରାଗଲା ସେଇଟା ଗୋଟେ କ'ଣ ମୁଖ୍ୟ କାରଣ ପାଲଟିଗଲା ଆମ ପ୍ରଥମ ବିଶ୍ୱଯୁଦ୍ଧର। 3 ନମ୍ବର କ୍ୱେଶ୍ଚିନ୍ ସେଭଳି ଦେଖିବା ପିଲାମାନେ ଆମେ ନିମ୍ନୋକ୍ତ ମଧ୍ୟରୁ ପ୍ରଥମ ବିଶ୍ୱଯୁଦ୍ଧରେ ତ୍ରିଶକ୍ତି ମେଣ୍ଟଭୁକ୍ତ ରାଷ୍ଟ୍ର ନୁହେଁ। ଏମାନଙ୍କ ଭିତରୁ କିଏ ତ୍ରିଶକ୍ତି ମେଣ୍ଟଭୁକ୍ତ ରାଷ୍ଟ୍ର ନୁହେଁ? ଏ ଦେଲା ଅଷ୍ଟ୍ରିଆ, ବି ଦେଲା ଜର୍ମାନୀ, ସେ ଦେଲା ପୋଲାଣ୍ଡ, ଡି ଦେଲା ଇଟାଲୀ। ତ ଆମର ପୋଲାଣ୍ଡଟା ଆମର ଯାଉନି, କିନ୍ତୁ ଏମାନେ 3 ଜଣ ଥିଲେ ଜର୍ମାନୀ, ଇଟାଲୀ ଏବଂ ଅଷ୍ଟ୍ରିଆ। ଏମାନେ ଥିଲେ ତ୍ରିଶକ୍ତି ମେଣ୍ଟ ହେଲା। ତ ତାପରେ ଆସିଲା ଆମର 4 ନମ୍ବର କ୍ୱେଶ୍ଚିନ୍, କେଉଁ ଚୁକ୍ତି ଅନୁସାରେ ବା କେଉଁ ଚୁକ୍ତିର ନୀତି ଅନୁସାରେ 1920 ମସିହାରେ ରାଷ୍ଟ୍ରସଂଘ ଗଠିତ ଥିଲା ବା ଲିଗ୍ ଅଫ୍ ନେସନ୍ ଗଠିତ ହୋଇଥିଲା? ଏ ଦେଲା ଭିଏନା ଚୁକ୍ତି, ବି ଦେଲା ଭର୍ସାଇଲ୍ ସନ୍ଧି, ସି ଦେଲା ଟ୍ରିପଲ୍ ଏଜେଣ୍ଟ ସନ୍ଧି, ଡି ଦେଲା ଡମ୍ବିଂଟନ୍ ଓକ୍ ସନ୍ଧି। ଆମର ଆନ୍ସର ହେଉଛି ପିଲାମାନେ କ'ଣ ଭର୍ସାଇଲ୍ ଚୁକ୍ତି ବା ଭର୍ସାଇଲ୍ ସନ୍ଧି ଦ୍ୱାରା ବା ଭର୍ସାଇଲ୍ ସନ୍ଧି ଅନୁସାରେ ଚୁକ୍ତିର ନୀତି ଅନୁସାରେ 1920 ମସିହାରେ ଆମର ରାଷ୍ଟ୍ରସଂଘ ବା ଲିଗ୍ ଅଫ୍ ନେସନ୍ ଗଠିତ ହୋଇଥିଲା। 5 ନମ୍ବର କ୍ୱେଶ୍ଚିନ୍ ଦେଖିବେ ପିଲାମାନେ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରଥମ ବିଶ୍ୱଯୁଦ୍ଧର କାରଣ ନୁହେଁ? କେଉଁଟା କାରଣ ନୁହେଁ? ଏ ଦେଲା ପ୍ରତିଯୋଗୀ ମେଣ୍ଟ, ବି ଦେଲା ଉଗ୍ର ଜାତୀୟତାବାଦ, ସି ଦେଲା ଶିଳ୍ପ ବିପ୍ଳବ, ଡି ଦେଲା ବଲକାନ ସମସ୍ୟା। ତ ତାର ଆନ୍ସର ହେଉଛି ପିଲାମାନେ ଅପସନ୍ ସି ଶିଳ୍ପ ବିପ୍ଳବ। ତ ଇଏ ଗୋଟେ କାରଣ ନଥିଲା, କିନ୍ତୁ ଏଇଗୁଡ଼ିକ କାରଣ ଗୋଟେ ଥିଲେ ସେ କ'ଣ ପ୍ରଥମ ବିଶ୍ୱଯୁଦ୍ଧର ଘଟାଇବାରେ, ମାନେ ଉଗ୍ର ଜାତୀୟତାବାଦ, ବଲକାନ ସମସ୍ୟା, ପ୍ରତିଯୋଗୀ ମେଣ୍ଟ ଏଗୁଡ଼ିକ ଗୋଟେ କାରଣ ଥିଲେ ହେଲା। ତ ନିମ୍ନୋକ୍ତ ମଧ୍ୟରୁ କେଉଁ ରାଷ୍ଟ୍ର ତ୍ରିଶକ୍ତି ମୈତ୍ରୀ ସନ୍ଧିର ସଦସ୍ୟ ନଥିଲା? ତ୍ରିଶକ୍ତି ମୈତ୍ରୀ ହେଲା ମୈତ୍ରୀର ଏ ଦେଲା ଇଂଲଣ୍ଡ, ବି ଦେଲା ଫ୍ରାନ୍ସ, ସି ଦେଲା ରୁଷିଆ, ଡି ଦେଲା ଅଷ୍ଟ୍ରିଆ। ଅଷ୍ଟ୍ରେଲିଆ ତ୍ରିଶକ୍ତି ମିତ୍ରରେ ନଥିଲା ହେଲା। ତ୍ରିଶକ୍ତି ମିତ୍ରରେ ସେ ନଥିଲା, ସେ ଥିଲା ତ୍ରିଶକ୍ତି ମେଣ୍ଟରେ। ତ ବିଶେଷ କରି କେଉଁ ରାଷ୍ଟ୍ରର ପ୍ରଥମ ବିଶ୍ୱଯୁଦ୍ଧର କାରଣ ବୋଲି କୁହାଯାଏ? ଏ ଦେଲା ଇଂଲଣ୍ଡ, ବି ଦେଲା ଜର୍ମାନୀ, ସି ଦେଲା ଫ୍ରାନ୍ସ, ଡି ଦେଲା ରୁଷିଆ। ତ ଜର୍ମାନୀକୁ ବିଶ୍ୱଯୁଦ୍ଧର କାରଣ ବୋଲି ପ୍ରଥମ ବିଶ୍ୱଯୁଦ୍ଧର କାରଣ ବୋଲି ଏ ରାଷ୍ଟ୍ରକୁ କୁହାଯାଏ। ତ 8 ନମ୍ବର କ୍ୱେଶ୍ଚିନ୍ ଦେଖିବା ପିଲାମାନେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ନିରପେକ୍ଷତା ରକ୍ଷା କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ଶେଷରେ କେଉଁ ମିତ୍ରଶକ୍ତି ସପକ୍ଷରେ ଯୋଗ ଦେଇଥିଲା ହେଲା? କେଉଁ ସମୟରେ ମିତ୍ରଶକ୍ତି ସପକ୍ଷରେ ସେ ଯୋଗ ଦେଇଥିଲା? ଏ ଦେଲା 1917 ଏପ୍ରିଲ 6 ତାରିଖ, 1919, 1918 ଏବଂ 1914। 1917 ଏପ୍ରିଲ 6 ତାରିଖ ଦିନ ସେ କ'ଣ ମିତ୍ରଶକ୍ତି ପଟେ ବା ମିତ୍ରଶକ୍ତି ସପକ୍ଷରେ ସେ ଯୋଗ ଦେଇଥିଲା। କିଏ ନା ଆମେରିକା। ତ 9 ନମ୍ବର କ୍ୱେଶ୍ଚିନ୍ ଦେଖିବା, ଭର୍ସାଇଲ୍ ସନ୍ଧିର ଦୀର୍ଘ ଦିନ ତିଷ୍ଠି ନ ରହିବାର କାରଣ କ'ଣ? ଭର୍ସାଇଲ୍ ସନ୍ଧିଟା କ'ଣ ପାଇଁ ଅଧିକ ଦିନ ତିଷ୍ଠି ପାରିଲା ନାହିଁ? ସଭ୍ୟ ରାଷ୍ଟ୍ରଙ୍କ ବିଦ୍ରୋହ, ଭର୍ସାଇଲ୍ ସନ୍ଧିର ନୀତିକୁ ଅବମାନନା, ସନ୍ଧିର କଠୋର ଦଣ୍ଡ ବ୍ୟବସ୍ଥା, ଉଗ୍ର ଜାତୀୟତାବାଦର ଉଦ୍ରେକ। ନା କ'ଣ ପାଇଁ ନା ପିଲାମାନେ ସେ ଯେଉଁ ଭର୍ସାଇଲ୍ ସନ୍ଧି ଥିଲା ତାର କଠୋର ଦଣ୍ଡ ବ୍ୟବସ୍ଥା ଯୋଗୁଁ ସେ ଆଉ କମ୍ ଦିନ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ତ ଇଟାଲୀର ଏକଛତ୍ରବାଦୀ ନେତା ବେନିଟୋ ମୁସୋଲିନିଙ୍କ ଦ୍ୱାରା ପ୍ରବର୍ତ୍ତିତ ଆଦର୍ଶକୁ କ'ଣ କୁହାଯାଏ? ନାଜିବାଦ, ସର୍ବାଧିକାରବାଦ, ଫାସିବାଦ ଏବଂ ସମାଜବାଦ। ତାଙ୍କ ଯେଉଁ ଆଦର୍ଶ ତାଙ୍କ ହେଉଛି ଫାସିବାଦ ଆଦର୍ଶ, କାରଣ ବେନିଟୋ ମୁସୋଲିନି। ତ ଜର୍ମାନୀରେ ପ୍ରସାର ଲାଭ କରିଥିବା ନାଜିବାଦର ମୂଳ ଆଦର୍ଶ କ'ଣ? ଯେଉଁ ନାଜିବାଦ ପ୍ରସାର ହୋଇଛି ଜର୍ମାନୀରେ ତାର ମୂଳ ଆଦର୍ଶ କ'ଣ? ଏ ଦେଲା ଗଣତନ୍ତ୍ର ପ୍ରତିଷ୍ଠା, ବି ଦେଲା ସମାଜବାଦ ପ୍ରତିଷ୍ଠା, ଗଦେଲା କ'ଣ ପିଲାମାନେ ଏକଛତ୍ରବାଦ ପ୍ରତିଷ୍ଠା ଏବଂ ଡି ଦେଲା ଆଭିଜାତ ତନ୍ତ୍ର ପ୍ରତିଷ୍ଠା। ତାର ଆନ୍ସର ହେଉଛି ପିଲାମାନେ କ'ଣ ନା ଏକଛତ୍ରବାଦ ପ୍ରତିଷ୍ଠା। ତ ନାଜିବାଦର ମୂଳ ଆଦର୍ଶ ହେଉଛି ଏକଛତ୍ରବାଦ ପ୍ରତିଷ୍ଠା। 12 ନମ୍ବର କ୍ୱେଶ୍ଚିନ୍ ଦେଖିବା, କେଉଁ ବିପ୍ଳବର ଫଳସ୍ୱରୂପ ରୁଷିଆରେ ପ୍ରଥମେ ସାମ୍ୟବାଦ ଶାସନ ପ୍ରତିଷ୍ଠା ହୋଇଥିଲା? କେଉଁ ବିପ୍ଳବର? ବଲକାନ ବିପ୍ଳବ, ବୋଲସେଭିକ ବିପ୍ଳବ, ସମାଜବାଦୀ ବିପ୍ଳବ ଏବଂ ହେଲା ରାଜତନ୍ତ୍ର ବିରୋଧୀ ବିପ୍ଳବ। ନା ବଲସେଭିକ ବିପ୍ଳବ ଦ୍ୱାରା କ'ଣ ହୋଇଥିଲା ନା ଆମର ରୁଷିଆରେ
ପ୍ରଥମେ ସାମ୍ୟବାଦ ଦେଖାଯାଇଥିଲା। ରୁଷିଆରେ ସଂଗଠିତ ବୋଲସେଭିକ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ଏ ଥିଲା ଭ୍ଲାଦିମିର ଲେନିନ୍, ବି ଥିଲା ଷ୍ଟାଲିନ୍, ସି ଥିଲା ଲିଓନିଡ୍ ଟ୍ରଟସ୍କି ପିଲାଙ୍କୁ ଠିକ୍ ଅଛି, ଡି ଥିଲା ଆଲେକ୍ଜାଣ୍ଡର ଇଲିଆନୋଭ। ତ ଆନ୍ସର ହେଉଛି ଭ୍ଲାଦିମିର ଲେନିନ୍, ସେ ବୋଲସେଭିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। କେଉଁ ମସିହାରେ ରୁଷିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ହୋଇଥିଲା? ଏ ଥିଲା 1920, ବି ଥିଲା 1919, ସି ଥିଲା 1917, ଡି ଥିଲା କ'ଣ 1939। ତ ଆନ୍ସର ହେଉଛି ପିଲାମାନେ କ'ଣ ନା 1917 ମସିହାରେ ରୁଷିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା? 1925, 1918, 1932, 1939। 1939ରେ ଷ୍ଟାର୍ଟ ହେଇଥିଲା ଆମର କ'ଣ ଦ୍ୱିତୀୟ ବିଶ୍ୱଯୁଦ୍ଧ। ତ 16 ନମ୍ବର କ୍ୱେଶ୍ଚନ୍ ଦେଖିବେ ପିଲାମାନେ, ନିମ୍ନୋକ୍ତ ମଧ୍ୟରୁ କେଉଁ ରାଷ୍ଟ୍ର ତ୍ରିଶକ୍ତି ମେଣ୍ଟର ଅନ୍ତର୍ଭୁକ୍ତ ନଥିଲା? ତ୍ରିଶକ୍ତି ମେଣ୍ଟ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ। କିଏ ନା ଫ୍ରାନ୍ସ। ଫ୍ରାନ୍ସ ଆମର ତ୍ରିଶକ୍ତି ମେଣ୍ଟରେ ନଥିଲା। କେଉଁ ଘଟଣା ପରଠାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ଯୋଗଦାନ କରିଥିଲା? ପୋଲାଣ୍ଡ ଆକ୍ରମଣ, ଡି-ଡେ ଘଟଣା, ପର୍ଲ ହାର୍ବର ଆକ୍ରମଣ, ଫରାସୀ ଆକ୍ରମଣ। ପର୍ଲ ହାର୍ବର ଆକ୍ରମଣ ଫଳରେ ତାପରେ ସେ ଆସି କ'ଣ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଯୋଗଦାନ କରିଥିଲା ନା ପର୍ଲ ହାର୍ବର ଆକ୍ରମଣ। ଜର୍ମାନୀରେ ନାଜିବାଦର ଅଭ୍ୟୁଦୟର କେଉଁଟି ଏକ କାରଣ ନୁହେଁ? କେଉଁଟା କାରଣ ନୁହେଁ? ଉଗ୍ରଜାତୀୟତାବାଦ, କମ୍ୟୁନିଷ୍ଟମାନଙ୍କ ଆତଙ୍କ, ଆର୍ଥିକ ସଙ୍କଟ ଏବଂ ସାମ୍ରାଜ୍ୟବାଦ ବିସ୍ତାର। ଯେଉଁ ସାମ୍ରାଜ୍ୟବାଦର ବିସ୍ତାର ଯୋଗୁଁ ମାନେ ସେଇଟା ଗୋଟେ କାରଣ ନଥିଲା ଯେ ମାନେ ନାଜିବାଦ ସୃଷ୍ଟି ହେବାର, କିନ୍ତୁ ଏଇଗୁଡ଼ିକ ଥିଲା ଗୋଟେ କାରଣ ହେଲା। এই ତିନୋଟି ଥିଲେ ଗୋଟେ କାରଣ ନାଜିବାଦ ସୃଷ୍ଟି ହେବାର। କେଉଁ ଐତିହାସିକ ଘଟଣାକ୍ରମରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ଘଟିଥିଲା? ଜର୍ମାନୀର ପରାଜୟ, ଜାପାନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ, ଇଟାଲୀର ପରାଜୟ, ଫ୍ରାନ୍ସର ପରାଜୟ। କ'ଣ ନା ଯେତେବେଳେ ଜାପାନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଗଲା ହିରୋସୀମା ନାଗାସାକି ଉପରେ, ତାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର କ'ଣ ପରିସମାପ୍ତି ଘଟିଥିଲା। ନିମ୍ନୋକ୍ତ ମଧ୍ୟରେ କେଉଁଟି ଦ୍ୱିତୀୟ ବିଶ୍ୱଯୁଦ୍ଧର ଫଳାଫଳ ନୁହେଁ? ୟୁରୋପରେ ନୂତନ ରାଷ୍ଟ୍ର ସୃଷ୍ଟି, ଜର୍ମାନ ବିଭାଜନ, ମିଳିତ ଜାତି ସଂଗଠନ, ଜାତୀୟତାବାଦର ବିଲୋପ। ତ ଜାତୀୟତାବାଦ ବିଲୋପ ସେଟା ତାର ଫଳାଫଳ ନୁହେଁ। এই ତିନୋଟା ତାର ଫଳାଫଳ। ଜର୍ମାନୀ ବିଭାଜନ ହୋଇଗଲା, ୟୁରୋପରେ ଗୋଟେ ନୂତନ ରାଷ୍ଟ୍ର ସୃଷ୍ଟି ହେଲା, ମିଳିତ ଜାତିସଂଘ ଗଠନ ହେଲା। ତ ଏଗୁଡ଼ିକ କେଉଁ ମସିହାରେ ମିଳିତ ଜାତିସଂଘ ଗଠିତ ହୋଇଥିଲା? କେବେ? 1941, 1945, 1950, 1951। ତ 1945 ଅକ୍ଟୋବର 24 ତାରିଖରେ ଆମର ୟୁଏନ୍ଓ ହେଲା, ମିଳିତ ଜାତିସଂଘ ୟୁନାଇଟେଡ୍ ନେସନ୍ସ ଅର୍ଗାନାଇଜେସନ୍ ଗଠିତ ହୋଇଥିଲା ହେଲା। କେଉଁ ରାଜିନାମା ଆଧାରରେ ମିଳିତ ଜାତିସଂଘ ଗଠିତ ହୋଇଥିଲା? ୟେଲଟା କନଫରେନ୍ସ ରାଜିନାମା, ମସ୍କୋ ଘୋଷଣାନାମା, ଡମ୍ବାର୍ଟନ ୱର୍କ ରାଜିନାମା, ସାନ୍ ଫ୍ରାନ୍ସିସ୍କୋ ରାଜିନାମା। କ'ଣ ସାନ୍ ଫ୍ରାନ୍ସିସ୍କୋ ରାଜିନାମାରେ ମିଳିତ ଜାତିସଂଘ ଗଠିତ ହୋଇଥିଲା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମିଳିତ ଜାତିସଂଘର ଏକ ବୈଧାନିକ ସଂସ୍ଥା ନୁହେଁ? ନିରାପତ୍ତା ପରିଷଦ, ନ୍ୟାସ ପରିଷଦ, ଆମର ଅନ୍ତର୍ଦେଶୀୟ ମୁଦ୍ରାପାଣ୍ଠି, ଅନ୍ତର୍ଦେଶୀୟ ନ୍ୟାୟାଳୟ। ଆମର ଅନ୍ତର୍ଦେଶୀୟ ମୁଦ୍ରାପାଣ୍ଠି ଏକ ବୈଧାନିକ ସଂସ୍ଥା ନୁହେଁ ହେଲା। ମିଳିତ ଜାତିସଂଘର ଗଠନର ମୂଳ ଉଦ୍ଦେଶ୍ୟ କ'ଣ? ଏ ଦେଲା ବିଶ୍ୱ ଶାନ୍ତି ପ୍ରତିଷ୍ଠା, ବି ଦେଲା ସାର୍ବଭୌମ ରାଷ୍ଟ୍ରମାନଙ୍କର ନିରାପତ୍ତା ରକ୍ଷା, ବାଣିଜ୍ୟିକ ସହଯୋଗ ବଢ଼ାଇବା, ଉପରୋକ୍ତ ସମସ୍ତ। ତ ଉପରୋକ୍ତ ସମସ୍ତ ଗୋଟେ ମୂଳ ଉଦ୍ଦେଶ୍ୟ। ତ 25 ନମ୍ବର କ୍ୱେଶ୍ଚନ୍ ଦେଖିବେ ପିଲାମାନେ, ମିଳିତ ଜାତିସଂଘ ଗଠନ ବେଳେ କେତୋଟି ରାଷ୍ଟ୍ର ଏହାର ଘୋଷଣାନାମା ସ୍ୱାକ୍ଷର କରିଥିଲେ? 51ଟି, 102ଟି, 150ଟି, 193ଟି। 51ଟି ରାଷ୍ଟ୍ର କ'ଣ ଏଥିରେ ସ୍ୱାକ୍ଷର କରିଥିଲେ ଏଇ ଆମ ଘୋଷଣାନାମାରେ। ତ ଦେଖିବେ ପିଲାମାନେ ଡ୍ୟାସ୍ ବିଲୋ କ୍ୱେଶ୍ଚନ୍ସ ହେଲା ବା ଶୂନ୍ୟସ୍ଥାନ ପୂରଣ କର। ପ୍ରଥମ ବିଶ୍ୱଯୁଦ୍ଧ ଡ୍ୟାସ୍ ମସିହାରେ ଆରମ୍ଭ ହୋଇ ଡ୍ୟାସ୍ ମସିହାରେ ସମାପ୍ତ ହୋଇଥିଲା। କେବେ? ନା 1914ରୁ ଆରମ୍ଭ ହୋଇ 1919ରେ ସରିଥିଲା। 1914, ଏଇଟା 1919 ହେଲା। ତ ପ୍ରଥମ ବିଶ୍ୱଯୁଦ୍ଧ ଘୋଷଣାର ତତ୍କାଳୀନ କାରଣ କ'ଣ ଥିଲା? ଅଷ୍ଟ୍ରିଆ ରାଜକୁମାର ହତ୍ୟା। ଅଷ୍ଟ୍ରିଆ ରାଜକୁମାର ହତ୍ୟା ଫଳରେ ପ୍ରଥମ ବିଶ୍ୱଯୁଦ୍ଧ ଘୋଷଣା ହୋଇଥିଲା। ଡ୍ୟାସ୍ ମସିହା ଏବଂ ଡ୍ୟାସ୍ ତାରିଖରେ ଐତିହାସିକ ଭର୍ସାଇଲ୍ ସନ୍ଧି ସ୍ୱାକ୍ଷରିତ ହୋଇଥିଲା 1919 ଜୁନ୍ 28ରେ। ଭର୍ସାଇଲ୍ ସନ୍ଧିର ସର୍ତ୍ତ ଅନୁସାରେ ବିଶ୍ୱସ୍ତର ଡ୍ୟାସ୍ ସଂଗଠନ ଗଠିତ ହୋଇଥିଲା। ବିଶ୍ୱସ୍ତର କ'ଣ ଲିଗ୍ ଅଫ୍ ନେସନ୍ ଗଠିତ ହୋଇଥିଲା। ତ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମିତ୍ରଶକ୍ତି ପ୍ରତିହତ କରିବା ପାଇଁ ଜର୍ମାନ, ଅଷ୍ଟ୍ରିଆ, ଇଟାଲୀ ମିଳିତ ମେଣ୍ଟ କରିଥିଲେ। ଏହା ନାମ ହେଉଛି ତ୍ରିଶକ୍ତି ମେଣ୍ଟ ମୂଲକ ଟ୍ରିପଲ୍ ଆଲିଆନ୍ସ। ଲିଗ୍ ଅଫ୍ ନେସନ୍ର ବିଫଳତାର ପ୍ରମୁଖ କାରଣଟି ହେଉଛି କ'ଣ? ପରାଜିତ ରାଷ୍ଟ୍ରଙ୍କ ଉପରେ ଅତ୍ୟଧିକ ଦଣ୍ଡ ବିଧାନ ହେଲା। ଡ୍ୟାସ୍ଙ୍କ ମତରେ ଜାତୀୟ ସ୍ୱାର୍ଥ ରକ୍ଷା ଏବଂ ପ୍ରତିଶୋଧ ପରାୟଣତା ଭର୍ସାଇଲ୍ ସନ୍ଧିର ସର୍ତ୍ତଗୁଡ଼ିକୁ ଏତେ କଠୋର କରିଥିଲେ କି ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ପଥ ପରିଷ୍କାର କରିଥିଲା। କିଏ କହିଥିଲେ ଏଇଟା? ନା ଐତିହାସିକ ରାଇକରଙ୍କ ମତରେ ଯେଉଁ ଜାତୀୟ ସ୍ୱାର୍ଥ ରକ୍ଷା ଏବଂ ପ୍ରତିଶୋଧ ପରାୟଣତା ହୋଇ ଯେଉଁ ଭର୍ସାଇଲ୍ ସନ୍ଧିଗୁଡ଼ିକ ଥିଲା ଏତେ କଠୋର, ଯାହାଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଷ୍ଟାର୍ଟ ହୋଇଗଲା। ବିଶ୍ୱ ବ୍ୟବସ୍ଥାରେ ଇଟାଲୀର ଏକଛତ୍ରବାଦୀ ନେତା ଡ୍ୟାସ୍ ଫାସିବାଦର ଆଦି ପ୍ରବକ୍ତା ଥିଲେ। କିଏ? ଫାସିବାଦର ଆଦି ପ୍ରବକ୍ତା କିଏ ଥିଲେ? ବେନିଟୋ ମୁସୋଲିନି। ଜର୍ମାନ ଦେଶର ଉଗ୍ର ଜାତୀୟତାବାଦ ଚିନ୍ତାଧାରାରୁ ଡ୍ୟାସ୍ ଜନ୍ମ ଲାଭ କରିଥିଲା। ନାଜିବାଦ ଜନ୍ମ ଲାଭ କରିଥିଲା। ଡ୍ୟାସ୍ ମସିହା ଏବଂ ଡ୍ୟାସ୍ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। 1939 ସେପ୍ଟେମ୍ବର 1ରୁ ଷ୍ଟାର୍ଟ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ, ଜାପାନ, ଇଟାଲୀ ଯେଉଁ ସାମରିକ ମେଣ୍ଟ କରିଥିଲେ ତାହାକୁ ଡ୍ୟାସ୍ କୁହାଯାଏ। ରୋମ୍, ବର୍ଲିନ, ଟୋକିଓ ଆକ୍ସିସ୍ ବୋଲି କୁହାଗଲା। ତ ଡ୍ୟାସ୍ ଉପରେ ପରମାଣୁ ଆକ୍ରମଣ ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରିସମାପ୍ତି ହୋଇଥିଲା ଜାପାନ ଉପରେ।
सॉरी जापान पिला माने हिरोशिमा नागासाकी ऊपर पड़ता सॉरी मु जर्मनी तो डैश उपर हाँ डैश मसीहा और डैश तारीख में मिलित जातिसंघ गठित होता 1945 मसीहा अक्टोबर 24 तारीख में डैश प्रस्ताव अनुसार मिलित जातिसंघ जन्म लाभ करथिला सान फ्रांसिस्को सम्मेलन फल मिलित जातिसंघ आमर कोन जन्म लाभ करथिला विश्व डैश प्रतिष्ठा करबा मिलित जातिसंघ माने शांति प्रतिष्ठा करा पे बा स्थायी शांति प्रतिष्ठा करबा मिलित जातिसंघर मूल उद्देश्य थिला से समय मिलित जातिसंघर डैश सनदर डैश टी देशर प्रतिनिधि स्वाक्षर करथिले 50 टी तो पिला माने एटा मोर 51 टी देथिला तो एटा 50 टी देछि हो से 51 टी तुम लिखि दियो गोटे पद रे उत्तर दियो तो पिला माने प्रथम क्वेश्चन आसिला प्रथम विश्व युद्ध केबे आरंभ होई केबे समाप्त होला से सेम 1914 रो 1919 तो प्रथम विश्व युद्ध घोषणा प्रत्यक्ष कारण कोन ना ऑस्ट्रिया राजकुमार रानी हत्या प्रथम विश्व युद्ध त्रिशक्ति मेंट के ऑस्ट्रिया जर्मनी इटाली त्रिशक्ति मेंट है क्यों संधि प्रस्ताव अनुसार आम लीग ऑफ नेशन गठित होता वर्साइल चुक्ति वर्साइल संधि दीर्घ दिन कमे तिष्टि पारा ना तार जो कठोर नीति दंड व्यवस्था जो से तिष्टि पारा ना इटालीर एकछत्र नेता बेनितो मुस्लिम जो आदर्श को कहुए ना फाँसीवाद है जर्मान देशर अग्र जातीयतावाद नेता आडल्फ हिटलर द्वारा प्रवर्तित आदर्श को कहुए ना नाजीवाद साधारणतः कि प्रकार नीति को से एकछत्रवाद और अग्र जातीयतावाद को से विश्वास करता है विश्व व्यवस्था प्रथम साम्यवादी शासन व्यवस्था क्यों देश स्थापित होता रूसिया है साम्यवादी रूसिया व्लादिमीर लेनिन नेतृत्व में रूसिया क्यों जो आंदोलन संगठित होता कौन कहुए बोल्शेविक आंदोलन बोली कहुए तो द्वितीय विश्व युद्ध जर्मनी जापान इटाली जो सामरिक मेंटन गठन करता कौन कहुए रोम बर्लिन और टोकियो एक्सेस से तीनोटी राष्ट्र राजधानी नाम जे ही या मिलित जातिसंघ केबे गठन होता 1945 अक्टोबर 24 क्यों प्रस्ताव अनुसार मिलित जातिसंघ गठन प्रक्रिया आरंभ होता सान फ्रांसिस्को सम्मेलन फल से प्रस्ताव अनुसार मिलित जातिसंघटा जातिसंघ गठन आरंभ होता द्वितीय विश्वयुद्ध समाप्ति पर विश्व व्यवस्था सब क्यों गुरुत्वपूर्ण परिवर्तन था ना उपनिवेशवाद विलय घटी देखा मिलता मिलित जातिसंघ केबे गठित होता से सेम क्वेश्चन दुई थर पचार पे 1945 अक्टोबर 24 मिलित जातिसंघ संबंधर केतोटी धारा अच्छी 111 धारा रही है मिलित जातिसंघ गठन मूल लक्ष्य कौन थी ना विश्व शांति प्रतिष्ठा करा वन वार्ड कि ना मन रखिए गोटे गोटे पड़े विश्वर प्रथम साम्यवादी राष्ट्र किए ना रूसिया सोवियत रूसिया क्यों विप्लव द्वारा रूसिया लेनिन द्वारा साम्यवादी सरकार गठित होता बोल्शेविक विप्लव द्वारा स्टार्ट होता साम्यवादी सरकार रूसिया विप्लवर मुख्य कर्णधार किए थे व्लादिमीर लेनिन लेनिन है से थे मुख्य कर्णधार तो ये भाई पे आज आम 1 मार्क क्वेश्चन गुड देखिले आलोचना कले आशा करुँच कि मन रही तो परवर्ती क्लास में देखिए 2 मार्क क्वेश्चन गुड़िक तो से रोचे जय जगन्नाथ।